ठीक है शू शू गर्जन गोड़े बंद ना ये भारी शिवंक बाहन देखा कि गोखर पूरा हेलो आज शिव शिव सका पठेदेले बाहन को फणा देख धीरे धीरे चलची से ये सफसिया ये दौड़ती ना धामणा गुड़ा दौड़ टे आउ देखिलु पुपु सब बेले गुंडाले हाई देखिए से गोटे आसला खेल 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 चारिकट जाक मुझे ऊपर बुटी पार्न तो पोखरी छादेले उठीज मुझे आस्ते आस्ते साइज कर रखी देख आज शिव को देख जागर रे टेक कपूर कौन बासला तू कपूर भाई बासला से टका मैंने जागला मो सारे खेलु धन को आनलनी से कौन रहा मुझे एमती खेल खेल सेपट को नहीं पुणी एपट फेरू पूरा चंपा रंग एक बार तार चल 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 फणा देखा फणा टे देखा फणा देखा कठोर चिन्ह अच्छी हाँ पूरा चिन्ह अच्छी बहुत कठोर चिन्ह अच्छी देखा फणा 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 देखा ठंडा रहीगला कि पानी नहीं पड़ला बिना डरी गला सेठू आनी तो ये कटरे कटरे कोट थिला कोट से कटरे ए कौन केंजा गोखर देखिन छानिया पानी पड़ गलानी तो शिव देख सेमती धीरे धीरे भी चलता आरंभ पूजा हाँ कर से लांगुड़े भी मुंडा हो गलानी पुराणा बो एडी आस देखा कठोर चिन्ह अच्छी देख फणा देखो देख फणा टेकिला लोक देखले फणा देख पूरा कठोर चिन्ह अच्छी काली पूरा मन खाली खाली साप देखा जाए ना देखु दुर्बल हो जाई काटी छाड़ी दुर्बल है कठौची न ता भीतर रही ऊपर भी अच्छी पिठी ऊपर ये जंतु उठी एति मो प्रथम एतबेला हाथ माइली टांगा मारली प्रथम गर्जन करथला आ गर्जन करथला जानला जे मोते बाड़ाबाड़ी कर ना ना ये तंप थिले कोन था ए तंप गोडे माने सांगाती से जानला जे मते बाड़ाबाड़ी तो करू ना ना तंप थिले मोते बाटे लगेई देली हां कि ना से गोखर बिले कि से जानजी आघात न पली हबो हम मारा ना था अटे सुसु हेलु अटे सुसु हो
ଯିବାକୁ ବାହାରୁଛି। এই কঠোর জিনিস আছে। ଜାଗାଟା ସ୍ଲିପ୍ କରି ଯାଉଛି ବା ଉଠି ପାରୁନି। ସେ ଦୁର୍ବଳ ହେଇଛି ଏଇଥିପାଇଁ ଏ ଯୋଉ ଇଏ କରିଛି ଖାଇ ଦେଇଛି ଜଙ୍ଗ ସଙ୍ଗ ନା 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 କାତି ଛାଡ଼ିଛି। ଚାଲ ସେ କଡ଼େ କଡ଼େ ଚାଲ ସେଇଠି ଅଛି ଚର ଅଛି ଉଠିଯିବୁ ସେ ପାଖରେ ଆଉ। ଖାଇଲେଣି ନା। ଇଏ ଯଦି କ'ଣ ଆଘାତ ନ ପାଇଲେ କାହାକୁ ଦଂଶନ ନା କରିବେନି। ଇଏ ବା ଖାଲି ସିଂହ ତାର ଧୀରେ କାହା ଉପରେ ଆଘାତ ପଡ଼ିଲେ ସେ ଚୋଟ ନା ମାରିବ। ଚଢ଼ିଗଲେ ସେ ଚଢ଼ିଗଲେ ସାଧାରଣତଃ କାମୁଡ଼ି ଦିଅନ୍ତି ଆଉ କ'ଣ ଗାତ ଫାତ ଅଛି କି ପଶିଲା? ନା ନା ସେ ଯିବ ସବୁ ଯାକ। ଜଡ଼ ଆସିଲେ ଛାଡ଼ିଦିଅ। ଆଇଲା ତୁ କରିଦେବା ସେ ମୋବାଇଲରେ ଛାଡ଼ିଦେବା ଆମ ଯୋଉ କମ୍ପ୍ୟୁଟର ଛାଡ଼ି ରଖିଦେବା। ଶିବାନା ଦେଖିବ। ଜାଗରରେ ଆଉ ଟିକେ ଦେଖେଇଲେ ତ ଫଣା ତ ଏଇପଟେ ଏଇ ବାଡ଼ିଟା ଦଉ ନା ତମ୍ପ କ'ଣ ପୁରା ଗୋଡ଼େଇବା ଟେକିଦିଏ ସେ ସାଡ଼କୁ ପଳେଇ ଯାଉ ଜାଗରରେ ଛଡ଼ା ହେଲା ଆସିଲା। ପାଇବନି ଚलो କଣା ଟିକିଲା। ଫଟୋ ଉଠେଇଯିବ। ଏଇ ସାପ ଶିବ ବାଛ ହବନି। ତମେ ଏଇଗୁଡ଼ା କଥା କରୁନ ସେ ଯୋଉ ମଝିରେ ଲଗେଇଦିଅ ଟେକି ପଳେଇ ଆସିବ। ଉଠେଇ ଦେଉଛି ଖାଲି ଦେଖିବା ପାଇଁ ରଖିଛି। ମୁଁ ତାକୁ ଉଠେଇ ନେଇ ଯିବିନି। ସେ ତା ନିଜେ ଚେଷ୍ଟା କରୁଛି ମୁଁ ତାକୁ ଖସଉଛି। ଏ ସାପ ଆମର ବାଡ଼ିରେ ବିରଳ ନା ଆଉ ଅଛନ୍ତି ଅଧିକା ଥରେ ବା ଏଠି ସୁର ପଶନା ଗାତରେ ପଶନା ନା ସୁର ଆସିଥିଲା ତଳା ପକେଇବାକୁ ଗୋଟା ଗୋଖର ଗୋଟା ତମ୍ପ ଦିଟା ଢାମଣା। ଉପରୁ ଛାଡ଼ିଦେବ। ତା ଭିତରେ ପଶିଯିବ ସେ କାହାରି କିଛି କରିବନି। ସେ ଶିବ ସକାଳୁ ଦେଖାଯାଇଛନ୍ତି ଆମର ଜାଗର ଦେଖ ହେଇ ଚାଲ ବାହାରକୁ ଚାଲ ଦେଖି ଧନୁ କାଠେଇକି ନାହିଁ ଚାଲ ଚାଲ ଚାଲେ ସେଇଠି ଯାଉ ସିଆଡ଼କୁ ଚାଲେ ସେ ଜାଣିପାରୁଛି ତାର ଭିଡ଼ିଓ ଫଟୋ ବାହାରୁଛି ସମସ୍ତେ ଦେଖୁଛନ୍ତି। ପୁରା କ୍ଲିୟର ଫଟୋ। ସେ ପଛରେ ଆସିଥାନ୍ତି ନା ବଢ଼ିଆ ଆସୁଛି ଫଟୋଟା ପୁରା ପଛ କେମିତି ହେଇଯାଉଥିବ। କାତି ଛାଡ଼ିଛି ଦୁର୍ବଳ। ହଁ ସେ କାତି ଛାଡ଼ିଲା ଚାଲିଲେ କାଟିବ ହେଟା। ଇଏ ବିଷଧର ସାପ ନୁହଁ ଆଉ ସବୁଠାରୁ ବିଷଧର। ଇଏ କିନ୍ତୁ ସହଜ କାମୁଡ଼ନ୍ତିନି। ନା କାମୁଡ଼ାନି ସହଜ। ସେ ଜାଣିଗଲାଣି ଯେ ଇଏ କେହି ମାନେ ଆମ ଆକ୍ରମଣ କାହାର ମୁଖ ନାହିଁ। ଚାଲେ ଚାଲ ଚାଲ ଚାଲୁନ ଚାଲ ସେ ଫଣା ଦେଖିକି ରହିଛି। ହଁ ଶୁ ହଉଛି କେତେ ଜୋର ଶୁଣି ଶୁଣି ଦେଖୁଛ। ବାଛୁରୀ ପାଖରେ ତମ୍ପ କିଏ କହିଲା? ଆଜି ଚାଲି ଯାଇଛନ୍ତି ବାହାନ କୁଆଡେ ଦେଖୁଛୁ କୁଆଡେ ଚାହୁଁଛୁ ଏଇ ଭାଇ ଏଇଠି ଦେଖୁଛୁ ତପ କିଶୋର ତପ କହୁଛି ଚୁପ। ଚାଲେ ସମସ୍ତ ଭାରି ଜୋର ହଉଛ ଚାଲ ଚାଲେ ବାବା ଚାଲ ଚାଲ ବାବା ବାବା ଚାଲ ବାବା ଫଣା ଦେଖିକି ରହିଛି। ବାବା ଚାଲ
ବୁଝୁ ଇଏ କାଉ ଫାଉ କି ପଡ଼ିଗଲେ ଖୁମ୍ପି ଦେବେ କାଉ ଆଉ ଇଏ ଯୋଉ ବାଜ ଫାଜ ପଡ଼ିଗଲେ ରହିବ। ଫାଙ୍କା ଜାଗାରେ ବଢ଼ିଆ। ରାଗିଯିବ ନା ସାପରଟା ତମେ ଯଦି ସ୍ଥିର ରହିଥିବ ସେ କିଛି କରିବନି। ତାକୁ ବନ ବିଭାଗ ଗଲା ସେଠି ନେବେନି। ସେ କେମିତି ହଉଛି ଦେଖ ମୁଁ ଯୁଆଡ଼େ ଯିବି ସେ ସିଆଡ଼େ ଯିବ। ଯିଏ ଚାଲିବା ବାଲା ବା ଦୃଷ୍ଟି ତା ପାଖରେ ଏ ଦେଖୁଛୁ ଏ ଦେଖ ମୁଁ ଯୁଆଡ଼େ ବୁଲିବି ସେ ସିଆଡ଼େ ବୁଲିବ। ଗୋଡ଼େଇ ଯିବନି ତ ନା ନା ତମ୍ପ ଗୋଡ଼େଇ ଯିବ ନା। ଇଏ ଗୋଡ଼େଇବେନି ସେ ନିଜେ ଦୁର୍ବଳ ବା ବେଶୀ ଚାଲିପାରୁନି। ଯା ପଳା ଛାଡ଼ି ଆସେ ପଳେଇଯାଏ। ତ ଭିଡ଼ିଓ ବହୁତ ଉଠିଗଲା। ଟୋଟାଲ ପୁରା ବୁଲି ଯାଉଛି ନା ମୁଁ ଯୁଆଡ଼େ ଯାଉଛି ସେ ବୁଲି ଯାଉଛି। ଏଇଠି ବଢ଼ିଆ ଭିଜୁଆଲଟା ଅଛି। କେଡ଼େ ଜୋର ସଁ ସଁ ହଉଛି। ମୁଁ ଗୋଖର ସାପ ଜମା ଦେଖିନଥିଲି। ଯା ଏଟା ତୋର କେହି ଆମେ କିଛି କରିବୁନି। ଯା ବାବା ତମେ ଆଷ୍ଟ ମଣି ବାବା ଆଉ ଯା ଦେଖିବା এই দেখ 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 ଦେଖେ ପ୍ରତ୍ୟକ୍ଷ ଦର୍ଶ୍ୟ। এই ସେ କେବଳ ଗୁଡିକି ଲକ୍ଷ୍ୟ ଦେଇକି ବୁଲୁଛି। ହଁ ବା ସିଏ ଦୃଷ୍ଟିଟା ହେଠି ପଡ଼ିଯିବ। ଏ ପାଖକୁ ଯାଉନୁ ପୁରା ବୁଲେଇ ଦଉଛି। ତୁ ଯୁଆଡ଼େ ବୁଲୁଛୁ ହଁ ବା ସେ ସିଆଡ଼େ ବୁଲୁଛି। ହଁ ଦେଖୁଛୁ କେମିତି ସଁ ସଁ ହଉଛି ବିଜୁ। ଖଣ୍ଡିଅ ହଁ ବା ନା କାତି ଛାଡ଼ିଛି ନୁହଁ ଖଣ୍ଡିଆ ଟାଇପ୍ର ହେଇଛି ଆଉ। ସିଏ ଏତେ ସମୟ ଇଏଟା ଦେଖ ଭାଇ ଖଣ୍ଡିଆ ଫଣା ଫଣା ପାଖଟା ଖଣ୍ଡିଆ ତାଙ୍କ ହୁଏ ନା କାତିଟା ଅବିକଳଟା କୋଉଠି ଛାଡ଼ି ହଁ ସେ କାତିର ରହିଥିବ ଇଏ ଆଉ। ପୁରା ଗୁଡିଆ ହେଇକି ରହିଛି କେମିତି ଦେଖୁନ ଶିବଙ୍କ ବାହନ ଭଳିଆ। ବିଜୁ ଦେଖୁଛୁ ଯୁଆଡ଼େ ଯିବି ସିଏ ସିଆଡ଼େ ଅନେକ ଦେଖିବ ନା। ମୋ ମୋବାଇଲରେ ହବନି। ଭଲ ଫୋନଟା ଆଣିବା। ଏ ଫୋନରେ କଣ ଭିଜୁଆଲ ଦଉଛୁ ନା କଣ? ତତେ ଦେଖିଲା ଇଏ ଇଏ ଗୁଡୁ ତା ମତେ ଅନଉଛି। ଧନ ତତେ ଚାହିଁଛି। ପୁରା ସିଆଡ଼ୁ ସେ ଜଙ୍ଗଲ ଭିତରୁ ବାହାରିଲା। ଏଠି ଖରା ତ ତାକୁ ଭଲ ଲାଗୁଛି ନୁହଁ। ସେ ପାଣିରେ ଥଣ୍ଡା ଲାଗୁଥିଲା। ଆରାମ ଲାଗୁଛି। ସେ ସାପ ଯେତେ ଶୁଁ ଶୁଁ ହଉଛି ଗୁଡୁ ବି ଶୁଁ ଶୁଁ ହଉଛି। ତାକୁ ଥଣ୍ଡା ଶୁଁ ଶୁଁ ହଉଛି। ତା ସାଉଣ୍ଡଟା ହଁ 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 ରାଗିଲା। କାଟିଦେବୁ
ଆକୁ ସାପ ଧରିଲା ବେଲେ ପଟକିନି ଧରିଦେବେ ନା? ଧରିବାରେ କିଛି କଷ୍ଟ ନାହିଁ। ବା ଇଏ ତାଙ୍କର ଯୋଉ ମଝି ବସ୍ତ୍ର ନୁହେଁ ହୁଁ। ସେଇଠୁ ଧରିଲା ମାନେ ସେମିତି ଟେକି ଦେଲେ ବି ସେ ଚୋଟ ମାରିପାରିବେନି। ଏ ଭାଇ ମୁଁ ଟେକିନି ଧରି ନଥିଲି। ତାପରେ ତାଙ୍କ ଗୋଟେ ଚୁମଟା ଅଛି ମୁଁ ଧରି ନେବେ ଆଉ। ସେ ଫାୟାରୱାଲ ୟାଙ୍କୁ ଡାକିଦେଲେ ସେ ନେଇଯିବେ ସେ ଆସିକି ଫରେଷ୍ଟ ବାଲା। ଫରେଷ୍ଟ ଓ ସେ ଟମ୍ପ ତମ୍ପଟା ଅଛି ତାର ଉଠେଇଲ। ସେଟା ସେ ଅମାନିଆ ସାପ। ସେଟା ଅମାନିଆ ସାପ। ତମ୍ପ ଗଲା କୁଆଡ଼େ? ଜାଗର ପାଇଁ ଏସବୁ ବୁଲୁଛନ୍ତି ଏମିତି। ସେ ଅମାନିଆ ସାପ ଏଟା। ଜାଗରୁ ଖେଳୁଛନ୍ତି। ତମ୍ପ ବି ଜାଣିଲେ କିନ୍ତୁ ଚକ୍ର ଅଛି। ଭିଡ଼ିଓ ବାହାର କରିବି ମାନେ ମୁଁ ବା ଦେଖିଥିଲି ଏ କଣ୍ଟି ଉଦା ଭଳିଆ ବା ତମ୍ପ ଦିଟା ଖଣ୍ଡେ ଏପଟକୁ ନା ଦେଖିକି ଦୌଡ଼ିଛି। ପକେଇ ତତେ ଅନେଇବ ଦେଖିବୁ ସେ ପୁରା ପୋଜ୍ ଦେବାରେ ମାଷ୍ଟର ଅଛି। ହଁ ବା ସେମିତି ଗର୍ଜନଟା ବି କେମିତି କରୁଛୁ ପୁଣି? ତା ଗର୍ଜନଟା ଆସୁଥିବ ତା ସାଉଣ୍ଡରେ। ହଁ ରହିଯାଉ ରହିଯାଉ। ଏ କ୍ଷୀର ଟିକେ ଆଣିବା କିରେ? ହଁ କ୍ଷୀର ଟିକେ ଆଣିଦିଏ। ଇକୁନି ଜାଣିଲି କ୍ଷୀର ନେଇ ଦିନା କ୍ଷୀର ଆଣିବୁ। ବଡ଼ ଚାଟଟା ମୁଁ ତା ହାତରେ ଲାଗୁନି ବା ଖାଲି ମୁଁ ଏଇ ଆଗରେ ଟିକେ ଚଲଉଛି। ସେ ଆଗରେ ଚଲେଇଲା ବେଳକୁ ଚିଡ଼ି ଯାଉଛି ନା। ସିଏ ବି ସାପ ଦେଖି ତା ଖାଇବା ଭୁଲି ଯାଇଛି। ଏଇ ଏମିତି ଫଣା ସହିତ ଇଏ କରି ଦେଖେନି ସାପ ଧରିଲା ବେଲେ ପଟକିନି ଧରିଦେବେ ଖାଲି ହାତରେ ଫଣା ନୁହଁ ସେ କଣ ଫଣା ଧରନ୍ତି କି? ମଝିରେ ଧରିଦେବେ। ସେଇ ଯୋଉ ଫଣା ତମକୁ ଚାଖେଣ୍ଡେ ଛାଡ଼ି ଧରିଦେଲେ ସେ ଆଉ ହଲି ପାରନ୍ତିନି। ତା ମଝି ପସନ୍ଦ। କେଳାଙ୍କ ସାପ ଗୋଟେ ପଳେଇଯାଇଛି ନା କଣ? ନା ବାବା ତମେ କାହିଁ ଏମିତି ହଉଛ? ବେଶୀ ପାଖକୁ ଯାଆନା। ଗର୍ଜନ କାହିଁ କରନ୍ତି ରାଗି ଯାଆନ୍ତି ନୁ? ରାଗିଗଲାଣି। ଏ ମେଳା ପାଖକୁ ନବୁ? ପମ୍ପ ହେଇଥିଲେ ସେ ଏତକୁ ଯାଆନ୍ତେ ହେଇଥିଲେ ନୀଳ ପୁରା ପିଓର ଗୋଖର। ମାନେ ଏଟାକୁ କହନ୍ତି କଠଉ ଯେ କିନ୍ତୁ କଠଉ ନୁହଁ ତାର ଏଟା ହେଉଛି ଚିତା। ଚିତା ଚିହ୍ନ ଯେମିତି ରାମାନନ୍ଦୀ ଚିତା ସେତିକି ଅଧିକ ଚିତା ଚିହ୍ନ। ଏଇଠି ବଢ଼ିଆ ଲାଗେ। ଗର୍ଜନ କରୁଛି ଗର୍ଜନ କଲାବେଳେ ତାର ଜାଗର ପାଇଁ ସବୁ ଭାରି ବୁଝିଛନ୍ତି ଆଉ। ତମ୍ପ ରହିବନି ତମ୍ପ କୁଆଡ଼େ ପଳେଇଯିବ। ଇଏ ଆର ଏମାନଙ୍କର ଭୟ ନାହିଁ ଗାଡ଼ିକୁ। ଇଏ ଛୋଟିଆ କିନା ଜାଣିଲ। ଦେ ସେଇ କ୍ଷୀର ଯଦି ପିଇଲା ସେଇଟା ବି ଶୋଇବା କେମିତି ତା ପାଖରେ ଥୋଇ ହେଇଯିବ ଏଇଠି ଥୋଇ ହେଇଯିବ। ଫଣା ଉପରେ ପକେଇବୁ। ନା ମ ଥୋଇଦେଲେ ସେ ପିଇବ। ବିଜୁ ନେଇଗଲି ବଡ଼ ଜାଗାରେ ଆଣିଲୁନି ଢାଳି ହେଇଯିବ। ଥାଳିଆ ଏଇ ଯୋଉ ଥାଳିଆ ଚଟକା ଥାଳିଆଟା ହେଲେ ଚଟକା ଧରୁ ପିଇବାକୁ
ଆଣୁଛି ଗୋଟା ଇଏ ଧିରେ ଧରିକିନି ହେଇଗଲା। ସମସ୍ତ ଭିଜୁଆଲ୍ କାହିଁକି ଲୋକ କିଏ ବିଶ୍ୱାସ କରିବେନି। ସେ ଜାଗା ଟିକେ ନାକୁ ଜାଗା ଆଣିଥିବ ଟିକେ ନାକୁ ଜାଗା କଣ ହଁ ସେଇଟା ତାଠି ଚଉଡ଼ା ଅଛି ଚଉଡ଼ା ଅଛି। କାହିଁ ରାଗୁଛୁ କାହିଁ ତୋର ଆମେ କ'ଣ କିଛି ଗୁଇଯାଉ ଦେ ପାଖରେ ବାଗିଏ ରଖ ଧୀରେ ତୁ ବେଶୀ ପାଖକୁ ହାତ ନାଇଁ ହାତ ରଖ ବାଡ଼ିରେ କି ବାଡ଼ି ଧରେ ନା ନା ପଳେଇ ଆସ ଏଠିକା ନିଅନି ସେଠିକି କ୍ଷୀର ପାଇଁ କ୍ଷୀର ଟିକେ ପିଇଦେବା ଖାଇବା ବନ୍ଦ ହେଇଗଲା କ୍ଷୀର ପିଇଦେବା ନାଇଁ ହେଡ଼ୁ ଜାନା ଏଇଟା କ୍ଷୀର ଟିକେ ପିଇବା ତୁମେ କ୍ଷୀର ହେଇଛି ଆଉ ରହିବନି ସେ ନା ଆଉ ରହିବନି ଆଉ ରହିବନି ନା ନା ସେ ଜାଣିନି ଦିନା ଉପରେ ଚଢ଼ିକି ଯାଉଛୁ ଢାଲି ଦେବୁ ସେ ମୁହଁ ଟିକେ ଖାଲି ବୁଡ଼େଇ ଦିଅ କ୍ଷୀର ପିଇଦେ ବାବା କ୍ଷୀର ପିଅ ରାଗିଗଲାଣି ବାବା କ୍ଷୀର ପିଇଦିଅ ମୁହଁଟା ବୁଡ଼େଇ ଦିଅନ୍ତୁ ସେ ବୁଡ଼େଇବନି ନା ପିଉନି କ୍ଷୀର ପିଇଦେ ଟିକେ ତୁମେ ଏତେ କଷ୍ଟରେ ଆଇଛି ଟିକେ ପିଇଦେ ବହୁତ ସମୟ ଦେଖେଇଲୁ ଶୋ ଛାଡ଼ିଦେ ସେ କ୍ଷୀରଟା ଢାଳି ଦେବା ତା ମୁଣ୍ଡକୁ ପାଣି କେମିତି ବାହାରିଲା ହଁ କାଟି ଛାଡ଼ିକି ବୋଲି ସିଏ ମାନେ ସେଇଠୁ ଏମିତି ଧୀରେ ଚାଲୁଥିବ ନାଇଁ ତମ୍ପ ହେଇଥିଲେ ସେ ଯେତେ ହେଲେ ବି ସେ ଯୋଉ ଟମ୍ପଟାକୁ ମୁଁ ପୁରେଇକି ନେଲିନି ଯୋଉ ଇଏ ପାଇପରେ ଯୋଉଟା ମୁହଁ ବନ୍ଦ କରି କେତେ ଚଞ୍ଚଳ ଏକବାରେ ସେ ଗର୍ଜନ କରିବା ଭଗବାନ କହନ୍ତି ଗଲେ କି କହୁଛି ସେ ଘାସଟା ଯିବ ସହଜ ଏଇ ଯୋଉ ମାଟି ଯେମିତି ଏଠି ରହ ନା ଯା କଡ଼ବା ଯା ଗୋଟା ପଳା ଯା ଆଉ କେତେ ଅଛନ୍ତି ଆ ଭିତରେ ହଁ ଏଇଠି ଆମର ସେ କିଆରେ ଗାଈ ଚରୁଥିଲେ ସେଇଠି ତ ଗାଈ ଚରୁଥିଲେ ଏ ସବୁ ସୁରା ଆଣିଥିଲା କଳା ପକେଇ ପକେଇ ସେଠି ଗୁଡ଼ା ଗୋଖର ଟପ ଦୁଇଟା ଯାଅ ପାଣିରେ ଥିଲା ଖୋଜିଥିଲା ଗାଧେଇବାକୁ ବେଶୀ ବଡ଼ ବି ନୁହଁ ମୁଣ୍ଡା ହେଇଗଲାଣି ତଥାପି ବୁଢ଼ା ହେଇଗଲାଣି ବୁଢ଼ା ହେଇଗଲା ଅନା ଭିତରେ ରହିଯିବ ହଁ ଯାଅ ଚିକ୍ ଦେଖାଯାଉଛି ପୁରା କାଟି ଛାଡ଼ିଛି ବେଶୀ ଗୋଲ୍ଡେନ୍ କଲର୍ର କ'ଣ ପୁରା ହେଇଛି ସେ ଟିକେ ଆଉ କାଲି ପହର ଆଡ଼କୁ ଟିକେ ପୁରା ଆସିଯିବ ଇଏ ମାଟି ଆଡ଼କୁ ଟାଣ ବି ଟିକେ ହବ ସେଇଥିପାଇଁ ଦୁର୍ବଳ ହେଇଛି ବୋଲି ସେ ଯାଇପାରୁନି